ଉତ୍କଳମଣି ଗୋପବନ୍ଧୁ ଦାସ। ଉପକ୍ରମ ସତ୍ୟବାଦୀର ବକୁଳବନର ଛୁରିଅନା କୁଞ୍ଜ ତଳେ ଯେଉଁ କୋକିଳ କବି କବିତ୍ୱର ମଧୁର ମୂର୍ଚ୍ଛନା ନିନାଦିତ କରିଥିଲେ, ସେ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଓଡ଼ିଶା ଜାତୀୟ ଆନ୍ଦୋଳନର ସେ ଥିଲେ ସ୍ରଷ୍ଟା ଓ ଅଗ୍ରଣୀ। ଶିକ୍ଷା, ସମାଜସେବା ଏବଂ ରାଜନୀତି କ୍ଷେତ୍ରରେ ଉତ୍କଳକୁ ଭାରତର ଅନ୍ୟ ପ୍ରଦେଶ ସହ ସମକକ୍ଷ କରିବା ତାଙ୍କ ଜୀବନର ବ୍ରତ ଥିଲା। ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ସେ ଅନୁପ୍ରାଣିତ ହୋଇ ଜାତୀୟ ମହାସ୍ରୋତରେ ଲମ୍ଫ ପ୍ରଦାନ କରିଥିଲେ। ତାଙ୍କ ତ୍ୟାଗ ଓ ନିଷ୍ଠା ବଳରେ ଓଡ଼ିଶା ଅନ୍ୟାନ୍ୟ ପ୍ରଦେଶ ସହ ଜାତୀୟ ସ୍ତରରେ ସମକକ୍ଷ ହୋଇପାରିଥିଲା। ସେହି ସାଫଲ୍ୟ ଯୋଗୁଁ ଯଥାର୍ଥରେ ତାଙ୍କୁ ଉତ୍କଳର ନବଯୁଗର ଜନକ ବୋଲି ଆଖ୍ୟା ଦିଆଯାଇଛି। ଜନ୍ମ ଓ ବାଲ୍ୟ ଜୀବନ। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡ ନାମକ ଏକ କ୍ଷୁଦ୍ର ବ୍ରାହ୍ମଣ ଶାସନରେ ଗୋପବନ୍ଧୁ 1877 ମସିହା ଅକ୍ଟୋବର 9 ତାରିଖରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରୀ ଦାସ ଓ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ ଥିଲା। ଅତି ଶୈଶବରେ ତାଙ୍କର ମାତୃବିୟୋଗ ହେଲା। ସୁତରାଂ ତାଙ୍କର ଲାଳନ ପାଳନ ଭାର ତାଙ୍କ ବିଧବା ପିଉସୀ କମଳା ଦେବୀଙ୍କ ଉପରେ ନ୍ୟସ୍ତ ହୋଇଥିଲା। ପିତା ଦୈତାରୀ ଦାସ ନିଜ ଘରେ ଅବଧାନ ରଖାଇ ଗୋପବନ୍ଧୁଙ୍କର ପ୍ରାଥମିକ ଶିକ୍ଷାର ବ୍ୟବସ୍ଥା କରାଇଥିଲେ। ସେ ଓଡାଙ୍ଗ, ମେଳାଙ୍କ ଓ ଲୀଳାବତୀ ସୂତ୍ର ସହ କୋଇଲି, ଗୋପୀଭାଷା ଓ ଭାଗବତ ଆଦି ବୋଲିବା ଶିକ୍ଷା କରିଥିଲେ। ଏହାପରେ ତାଙ୍କ ପିତା ସ୍ୱୀୟ ପ୍ରଚେଷ୍ଟା ଓ ଆର୍ଥିକ ସାହାଯ୍ୟ ବଳରେ ଏକ ପ୍ରାଇମେରୀ ସ୍କୁଲ ପ୍ରତିଷ୍ଠା କଲେ। ଗୋପବନ୍ଧୁ ଏହି ପ୍ରାଇମେରୀ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ 12 ବର୍ଷ ବୟସରେ ମୋତି ଦେବୀଙ୍କୁ ବିବାହ କରିଥିଲେ। ତତ୍ପରେ ଗୋପବନ୍ଧୁ ରୂପଦେଇପୁର ଭର୍ଣ୍ଣାକୁଲର ସ୍କୁଲରେ ନାମ ଲେଖାଇଲେ। ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ସଦାଶିବ ମିଶ୍ରଙ୍କର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ରୂପଦେଇପୁର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସେ ପୁରୀ ଜିଲ୍ଲା ସ୍କୁଲରେ ଭର୍ତ୍ତି ହେଲେ। ଇଂରାଜୀ ବ୍ୟତୀତ ସେ ଅନ୍ୟ ସବୁ ବିଷୟରେ ବେଶ୍ ପାରଦର୍ଶିତା ଲାଭ କରିଥିଲେ। ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ତତ୍କାଳୀନ ପ୍ରକାଶ ପାଉଥିବା ଇନ୍ଦ୍ରଧନୁ ପତ୍ରିକାରେ ତାଙ୍କର ଏକ ବ୍ୟଙ୍ଗ କବିତା ପ୍ରକାଶିତ ହୋଇଥିଲା। ଏଥିରେ ରାଧାନାଥ ରାୟ ଅତିଶୟ କ୍ଷୁବ୍ଧ ହୋଇ ତାଙ୍କର ଭର୍ଣ୍ଣାକୁଲର ବୃତ୍ତି କାଟି ଦେଇଥିଲେ ବୋଲି ଜଣାଯାଏ। ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ସେ ସ୍ୱଦେଶ ପ୍ରୀତି ଓ ଜାତୀୟ ସମସ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ। ସେତେବେଳେ ସେ ପାଠ୍ୟପୁସ୍ତକ ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ପୃଥିବୀର ବିଭିନ୍ନ ଦେଶର ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ଭାରତର ରାଜନୀତି, ଅର୍ଥନୀତି ସମ୍ପର୍କୀୟ ପୁସ୍ତକମାନ କ୍ରୟ କରି ଗଭୀର ମନୋନିବେଶ ସହ ଅଧ୍ୟୟନ କରୁଥିଲେ। ସେତେବେଳେ ପୁରୀ ସହରରେ ହଇଜା ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁବରଣ କରୁଥିଲେ। ଗୋପବନ୍ଧୁ ଅନ୍ୟାନ୍ୟ ବନ୍ଧୁମାନଙ୍କ ସହାୟତାରେ ରୋଗୀମାନଙ୍କର ସେବା ଶୁଶ୍ରୂଷା କରୁଥିଲେ। କଲେଜ ଜୀବନ। 1899 ମସିହାରେ ସେ ଏଣ୍ଟ୍ରାନ୍ସ ପାସ୍ କଲେ। ଏହାର ଅଳ୍ପ ଦିନ ପୂର୍ବରୁ ତାଙ୍କର ପିତୃବିୟୋଗ ଘଟିଥିଲା। ବଡ଼ ଭାଇ ନାରାୟଣ ଦାସଙ୍କ ପ୍ରୋତ୍ସାହନ ଫଳରେ ସେ ରେଭେନ୍ସା କଲେଜରେ ଅଧ୍ୟୟନ କଲେ। ସେ କର୍ତ୍ତବ୍ୟବୋଧିନୀ ସମିତି ନାମରେ ଏକ ଆଲୋଚନା ସଭା ଗଠନ କରି ଦେଶର ରାଜନୀତିକ ଓ ଅର୍ଥନୀତିକ ସମସ୍ୟା ସମ୍ପର୍କରେ ଆଲୋଚନା କଲେ। କଲେଜ ଜୀବନରେ ସେ ଅବକାଶ ଚିନ୍ତା ନାମକ ଏକ କବିତା ପୁସ୍ତକ ରଚନା କରିଥିଲେ। ମଧୁସୂଦନ ଦାସଙ୍କ ନେତୃତ୍ୱରେ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେତେବେଳେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। 1903 ମସିହାରେ ଗୋପବନ୍ଧୁ କଟକଠାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଯୋଗଦାନ କରିଥିଲେ। 1904 ମସିହାରେ ସେ ବିଏ ପାସ୍ କରି ଓକିଲାତି ପଢ଼ିଲେ। କଟକରେ ପ୍ରାୟ 1.5 ବର୍ଷ ଓକିଲାତି ପଢ଼ିବା ପରେ ସେ କଲିକତା ଯାତ୍ରା କଲେ। ଏହାପରେ ସେ 1905 ମସିହାରେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କଲେ। ଆଇନ ଶିକ୍ଷା ସମାପ୍ତି ପରେ ସେ ବାଲେଶ୍ୱର ନୀଳଗିରି ହାଇସ୍କୁଲର ପ୍ରଧାନ ଶିକ୍ଷକ ରୂପେ କିଛି ସମୟ କାର୍ଯ୍ୟ କରିଥିଲେ। ଦେଶହିତକର କାର୍ଯ୍ୟ। 1907 ମସିହାରେ ଓଡ଼ିଶାରେ ବନ୍ୟା ଦେଖାଦେଇଥିଲା। ସେ ରେଭେନ୍ସା କଲେଜରୁ ସ୍ୱେଚ୍ଛାସେବକ ରୂପେ ଛାତ୍ରମାନଙ୍କୁ ଗ୍ରହଣ କରି ବନ୍ୟା ପୀଡ଼ିତ ଅଞ୍ଚଳରେ ଚୂଡ଼ା ଚାଉଳ ବାଣ୍ଟିଥିଲେ। 1909 ମସିହାରେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କଲେ। ଏହା ଏକ ମଣିଷ ତିଆରି କାରଖାନା ଥିଲା। ଏଠାରେ ଶିକ୍ଷା ସହ ନାନା ଧନ୍ଦାମୂଳକ ଶିକ୍ଷା ଦିଆଯାଉଥିଲା ଏବଂ ଛାତ୍ରମାନେ ଜାତୀୟ ଚେତନାରେ ଅନୁପ୍ରାଣିତ ହେଉଥିଲେ।
1916 ମସିହାରେ ସେ ବିହାର ଓଡ଼ିଶା ଲାଟସଭା ପାଇଁ ଓଡ଼ିଶାର ମ୍ୟୁନିସିପାଲିଟି ଓ ଜିଲ୍ଲା ବୋର୍ଡ ତରଫରୁ ପ୍ରାର୍ଥୀ ହୋଇ ଜୟଯୁକ୍ତ ହୋଇଥିଲେ। ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ସେ ନିର୍ଭୀକ ଭାବରେ ଲାଟସଭାରେ ଉପସ୍ଥାପନ କରୁଥିଲେ। ସେ ବିଚ୍ଛିନ୍ନାଞ୍ଚଳକୁ ଯାଇ ଓଡ଼ିଶା ଭାଷାଭାଷୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଚାର କରିବାର ଉଦ୍ୟମ କରିଥିଲେ। ସେ ସିଂହଭୂମି ଅଞ୍ଚଳକୁ ଯାଇ ସେଠାରେ ଓଡ଼ିଆ ଭାଷାର ପ୍ରସାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ଫଳରେ ବାହାଡ଼ାଗଡ଼ା ଓ ଚକ୍ରଧରପୁରରେ 2ଟି ହାଇସ୍କୁଲ ପ୍ରତିଷ୍ଠା କରାଗଲା। ସାହିତ୍ୟ ସେବା। ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ। ବନ୍ଦୀର ଆତ୍ମକଥା, ଧର୍ମପଦ, କାରାକବିତା, ଅବକାଶ ଚିନ୍ତା, ଗୋମହାତ୍ମ୍ୟ ଏବଂ ନଚିକେତା ଉପାଖ୍ୟାନ ତାଙ୍କର ଅମ୍ଳାନ କୃତି। ତାଙ୍କର ଭାଷା ଓ ଭାବ ଅତ୍ୟନ୍ତ ସରଳ ଓ ସୁବୋଧ୍ୟ। ସେ ବିଳାସ ପାଇଁ କିମ୍ବା କବିତା ସୃଷ୍ଟି ପାଇଁ କବିତା ରଚନା କରିନାହାନ୍ତି। ବନ୍ଦୀ ଜୀବନରେ ପ୍ରାକୃତିକ ଦୃଶ୍ୟରେ ସେ ବିମୋହିତ ହୋଇପଡ଼ିଛନ୍ତି। ଧର୍ମପଦରେ କବି କେତେକ ସତ୍ୟକୁ ଅତି ଚମତ୍କାର ଭାବେ ଉପସ୍ଥାପନ କରିଛନ୍ତି। 1925 ମସିହାରେ ଗୋପବନ୍ଧୁ ସତ୍ୟବାଦୀ ପ୍ରେସକୁ ପୁରୀକୁ ଉଠାଇ ନେଇ ସେହିଠାରୁ ସାପ୍ତାହିକ ସମାଜ ପ୍ରକାଶ କଲେ। ତାଙ୍କ ପ୍ରତିଷ୍ଠିତ ସମାଜ ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରିୟ ଦୈନିକ ଖବରକାଗଜ ହୋଇଛି। ତାଙ୍କ ସମସ୍ତ କୃତିରେ ସ୍ୱଦେଶ ପ୍ରୀତି ଦୃଷ୍ଟିଗୋଚର ହୋଇଥାଏ। ସେ ମୁଖ୍ୟତଃ ଜାତୀୟ କବି। 1928 ଜୁନ 17 ତାରିଖରେ ତାଙ୍କର ମହାପ୍ରୟାଣ ହୋଇଥିଲା। ଉପସଂହାର। ଗୋପବନ୍ଧୁ ଓଡ଼ିଶାର ଜନମାନସରେ ଚିର ଉଜ୍ଜୀବିତ ହୋଇ ରହିବେ। ବନ୍ୟା ଓ ଦୁର୍ଭିକ୍ଷର ଦୁର୍ବିପାକ ବେଳେ ଲକ୍ଷ ଲକ୍ଷ ଅନାହାର କ୍ଳିଷ୍ଟ ଲୋକେ ଗୋପବନ୍ଧୁଙ୍କୁ ହିଁ ସ୍ମରଣ କରିଥାନ୍ତି। ଓଡ଼ିଶାର ନବଯୁଗର ପ୍ରବର୍ତ୍ତକ ଭାବରେ ସେ କେବଳ ସମ୍ମାନିତ ନୁହନ୍ତି, ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ଅମ୍ଳାନ ପ୍ରତିଭା ହୋଇ ରହିଥିଲେ। ଥ୍ୟାଙ୍କ୍ସ ଫର୍ ୱାଚିଂ ଦିସ୍ ଭିଡ଼ିଓ।